ସକାଳୁ ଉଠିକି ବ୍ରସ୍ ଫ୍ରସ୍ କରିସାରିକି ଏବେ ଚୁଡ଼ାମୁଢ଼ି ଟିକେ ଖାଉଛି, ଖାଇଦେଇକି ତାପରେ ଯିବି କାମକୁ। ଆଉ କାଲି ରାତିରେ ବର୍ଷା ପବନ ଏତେ ଜୋରେ ହେଇଛି ଯେ ପୁରା ଥଣ୍ଡା କରିଦେଇଛି ପୁରା। ଆଉ ସକାଳୁ ଆଉ ଥଣ୍ଡା ଲାଗୁଥିଲା, ମୁଁ ଶୋଇପଡ଼ିଛି ଉଠିନି। ଏବେ 8:30 ବାଜିଲାଣି, ଲେଟ୍ ହେଇଲାଣି। ଲେଟ୍ ହେଲା, ଖରା ହେଉଛି ନା, କାମ କରିବି ବୋଲି ଗରମ ହେଉଛି। ଆଉ ଅପେକ୍ଷା ଖାଇବା ଆଣିଛି, ଚୁଡ଼ାମୁଢ଼ି ଖାଇଦେଇକି ଯିବି, ଯାଇ କାମ କରିବି। ପୁଣି 11ଟା ବେଳକୁ ଆସିକି ଖାଇବି। ଆଉ ଏଇ ଚୁଡ଼ାମୁଢ଼ି ଖାଇଦେଇକି ପଳେଇବି। ଆଉ ଚୁଡ଼ାମୁଢ଼ି ଖାଉଛି, ଖାଇଦେଇକି ପଳେଇବି। ଆଉ ଅଧା ଖାଇସାରିଲିଣି, ଅଳ୍ପ ଟିକେ ଅଛି, ଖାଇଦେଇକି ଯିବି। ଆଉ ପାଗଟା ପୁରା ଥଣ୍ଡା, ସକାଳୁ ସକାଳୁ ଥଣ୍ଡା ବି ଲାଗୁଛି। ଯିବା କାମଟା ସାରିଦେବା ଆଜି ଯାଇକି ଜଲ୍ଦି, କାହିଁକିନା କାଲି ରହିବି, ପହରଦିନକୁ ଗାଁକୁ ପଳେଇବି ନା। ଆଉ ସବୁ ସଫା ଫଫା କରିବାକୁ ପଡ଼ିବ, ବହୁତ କାମ ଅଛି, ସବୁ ଜଲ୍ଦି ଜଲ୍ଦି କରିକି ସାରିବାର ଅଛି। ଘରକୁ ଯିବା ପୂର୍ବରୁ ସବୁ ସଫା ପତ୍ର କରି ରଖିଦେଇକି ଯିବାକୁ ପଡ଼ିବ, ନହେଲେ ସବୁ ଜିନିଷ ଖରାପ ହେଇଯିବ। ମେସିନ୍ ଯେଉଁ ମଇଦା ଫଇଦା ଲାଗି ନ ସଫା କଲେ ଖରାପ ହେଇଯିବ ସବୁ। ଖାଉଥିଲି, ଖାଇଦେଇକି ପଳେଇବି ଏବେ ତଳକୁ। ଚୁଡ଼ାମୁଢ଼ି ଦହି ଖାଉଥିଲି। ଦେଖନ୍ତୁ ଏବେ ସକାଳୁ ଟିକେ ଟିକେ ଖରା ହେଇଛି, ଏତେ ବି ଖରା ବି ହେଇନାହିଁ। ମୁଁ କାଉଁଳିଆ କରି ରଖିଛି, ହାଲକା ହାଲକା ଖରା ହେଇଛି। ଆଉ ଯିବା, ଅଳ୍ପ ଟିକେ ଅଛି, ଖାଇଦେବା, ଖାଇଦେଇକି ପଳେଇବା। ଆଉ ଲେଟ୍ କରିବାନି, ଟିକେ କାମ କରିବା। କମ୍ପାନୀ ଭିତରକୁ ଆସିଲା ବେଳକୁ କମ୍ପାନୀରେ କରେଣ୍ଟ ନାହିଁ, କରେଣ୍ଟ ପଳେଇଲାଣି, ପୁରା ଅନ୍ଧାର ହେଇଯାଇଛି କମ୍ପାନୀ। ଆଉ ଖାଇଦେଇକି ତଳକୁ ଆସିଲା ବେଳକୁ ତଳକୁ ମାନେ ସିଟ୍ରୁ ଆଉଛି, ସେ କରେଣ୍ଟ ପଳେଇଲା। ନାହିଁ, ପୁରା ଅନ୍ଧାର। ଏପଟ ଘରେ ବି ଅନ୍ଧାର। କରେଣ୍ଟ ଆସିଲେ କାମ ପୁରା ଅନ୍ଧାର ଘରଟା। କରେଣ୍ଟ ଆସିଲେ ଏଇ କାମ ହେବ। ଆଉ ଅନ୍ୟ କାମ ଅଛି, ଟିକେ ସଫା କରିଦେବା। ବାଲି ଫାଲି ହେଇଛି, କାଲି ବର୍ଷା ପବନ ରାତିରେ ଜୋର ହେଇଛି। ପତ୍ର ଫତ୍ର ସବୁ ଭିତରେ ଆସି ପଡ଼ିଛି, ଆଜବେଷ୍ଟର ଉଡ଼ିକି ସବୁ ଆସିକି ତଳେ ପଡ଼ିଛି। ସବୁ ଝାଡ଼ୁ ଫାଡ଼ୁ ମାରି ପରିଷ୍କାର କରିଦେବା। ମଇଦା ଆମର ମିକ୍ସ କରି ମୁଁ ରଖିଦେଲି, ମାଲିକ ଆସିଲେ ଆମର ଚଲେଇବୁ। ରହିଲା ସବୁ ଥୁଆ ହେଇକି। ଦେଖନ୍ତୁ ବର୍ଷା ଉଠେଇଥିଲା ସକାଳେ, କେତେ ଜୋର ବର୍ଷା କାଚୁଛି ଦେଖନ୍ତୁ। ଦେଖନ୍ତୁ କେତେ ଜୋର କାଚୁଛି, ପୁରା ଅନ୍ଧାରିଆ କରିଦେଇଛି। ଅନ୍ଧାର କରିଦେଇଛି, କିନ୍ତୁ ଷ୍ଟ୍ରିଟ୍ ଲାଇଟ୍ ଜଳୁଛି। ଆମର ରାସ୍ତା କଡ଼ରେ ଷ୍ଟ୍ରିଟ୍ ଲାଇଟ୍ ଜଳୁଛି। ସକାଳଟାରେ ରାସ୍ତା କଡ଼ରେ ଷ୍ଟ୍ରିଟ୍ ଲାଇଟ୍ ଜଳୁଛି। ବର୍ଷା ଉଠିଲା ମାନେ ଷ୍ଟ୍ରିଟ୍ ଲାଇଟ୍ ଜଳିଲା। କେତେ ଜୋର ବର୍ଷା ପକାଉଛି। ଏପଟେ ଦେଖାଉଛି, ଏପଟେ ଦେଖନ୍ତୁ। ଏ ଖାଲ ଆଜି ଭର୍ତ୍ତି ହେଇଯିବ ଯେ ପାଣି ଲାଗିଯିବ ଆମ ଏଇଠି ପର୍ଯ୍ୟନ୍ତ। ଏଇ ଯେଉଁ ପାଣି ଖସୁଛି ଆମର ଏଇ ପୁରା କାନ୍ଥକୁ ଲାଗିଯିବ ପାଣି। କେତେ ଜୋର ବର୍ଷା ହେଲା। ମୁଁ କହିଲି ବର୍ଷା ହେବ ମତେ ଉଠେଇଛି ଖାଲି, ଆଉ ଦେଖିଲା ବେଳକୁ କାଚି ଦେଇଗଲାଣି ବର୍ଷା। ବଢ଼ିଆ ଥଣ୍ଡା ବି ଲାଗୁଛି, ଥଣ୍ଡା ପବନ ଦେଉଛି। ଚାଲନ୍ତୁ ଯିବା ଦେଖିବା ଆମ ଉପରେ ଶିବାନୀ ହେରିକା। ଆମ ପୁଅ ଶିବାନୀ ଉଠିଲେ କି ନାହାନ୍ତି। ତୁ ଖାଇସାରିଲୁ ଯିବା ନା ଖାଇନାଉ? ଖାଇନାଉ। ଆଉ ତୁ କ'ଣ କରୁଥିଲୁ ନ ଖାଇ ସକାଳୁ ଉଠିକି? ଆଉ ମିକୁ ଖାଏ ତ ତୁ ଖାଇବୁ? ମିକୁ ଦେଖା ହଉଛି ଅନ୍ଧାର କ୍ୟାମେରା। ଏଇ ପଡ଼ିବୁଲୁ, ପଳେଇଆ। ସିଏ ଆଉଛି ପଡ଼ିଯିବ, ଅସୁବିଧା ଜାଣିପାରୁନୁ। ତା କଥାବାର୍ତ୍ତା କରୁଛି, ଅନ୍ୟମନସ୍କ ହେଇ ପଡ଼ିଯାଉଛି। ତଳୁ ଭାଉଜ ଆଳୁ 500 ନେଇଯାଉଛି। ମୁଁ 500 ମାଗି 2-3ଟା ନେଇଯାଉଛି। ସକାଳୁ ଉଠିଲା ସିଏ ଖାଏ, ତା ତୁ ଖାଇବୁ ନା? ଦହି ସେଠି ଥୁଆ ହେଇଛି, ଦହି ରଖିବୁନି, ଖାଇଦେବୁ। ଢୁକିଦେ ଢୁକିଦେ ଢୁକିଦେ। ସକାଳୁ ଉଠିକି ଛୁଆକୁ ଖୋଇଲାଣି। ମୋତେ ଟିକେ ସକାଳୁ ଡାକି ଏମିତି ଖୋଇଦେବା କଥା। କାମକୁ ଯାଉଛି ବାହାରିକି। ପଡ଼ିବୁଲୋ।
କ'ଣ ସେଇଠି ଅଛି କାଇଁ କିଛି ନାହିଁ ଏଇ ଦେଖ ବର୍ଷା ପକେଇବି ଦେଖେ ବର୍ଷା ପକେଇଲାନି ଦେଖେ ଦେଖେ ସେତେବେଳେ ବର୍ଷା ପକେଇବୁ ଦେଖ ବାହାରେ ଚୋର 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 ଦୁଇଟା ତିନିଟା ମାଗିକି ଆଣିନି ଏତେ ରୋଷେଇ ହେବ ସରିଲେ ସନ୍ଧ୍ୟା ହେଉଛି କାମ ସରିଲେ ଆଳୁ ନେଇକି ଆସିବି ବଜାରରୁ ଆଉ ନିଅ ଆଳୁ ନେ ଆଳୁ ସବୁ ବିକା ମାଗି ଆଣିନି 300 ଟଙ୍କା କାଲି କହିଥିଲା ସେ ଜଣ ତୁ ଚାଉମିନ ପଇସା ନେଇକି ଆସିବି ମନେ ନାହିଁ ମୁଁ ଯିବି ଆଣିବାକୁ ଆଣିଲେ ସେ କହିଲା ତା ଦେହରେ ରଖିଦେବୁ 300 ଟଙ୍କା ପଇସା ମୋତେ ଦେଇଦେବୁ ମୋର ଆଉ କାଲି ଯିବ ମନେ ନାହିଁ ଆଉ ନଉ ଦେଇପାରୁନି ଆଉ ଖାଉଛୁ କେମିତି ଉପାସ ରହିଛୁ 300 ଟଙ୍କା ପାଇଁ ଏଠି ସେ କାଲି କହିଥିଲା ଯେ ମୋର ଆଉ ମନେ ନାହିଁ ଯିବାକୁ ଆଜି ଗଲେ ନେଇକି ଆସିଲେ ଦେଇଦେବି 300 ଦେଇଦେବେ ଆଉ ଯାହା ପଇସା ରିକ୍ୱାଇକି ଦେଇଦେବି 300 ଟଙ୍କା ତ ମୋର ତୋର ନା କ'ଣ ହେଲା ମିକୁ ଖାଇଦେ ଜଲ୍ଦି 10ଟା ବାଜିଲାଣି କ'ଣ ଦେଖୁଛୁ ଏଇଠି ମିକୁ କ'ଣ ଦେଖୁଛୁ ଏଇଠି ମେ ଅଛି ସେଇଠି ବିଲେଇ ଅଛି ସେଇଠି ଆଉ ତୁ ଖାଇଦେ ଫଟାଫଟ ଖାଇଦେ ଆଜବେଷ୍ଟରୁ ଖାଇଛି ଦେଖିବାକୁ ପାଣି ଗଳୁଛି ତ ଆଜବେଷ୍ଟ ତଳେ ଆଜବେଷ୍ଟ ଉପରେ ପାଣି ଯାଉଛି ଆଜବେଷ୍ଟ କଣା ହେଇଯାଇଛି ତଳେ ପାଣି ଗଳୁଛି ଦେଖିବାକୁ ହେଇଛି ଉପରକୁ ବଢ଼ିଆ ପାଗ ଖଣ୍ଡେ ଦେଇଛି ପୁରା ଥଣ୍ଡା ଲାଗୁଛି ଖାଲି ଚିକେନ୍ ଆଣିବ କଷିକି ଖାଇବ ଶୋଇବ ଆଉ କିଛି କାମ କରିବ ଆଜବେଷ୍ଟ ଛିଡ଼ା ହେଇଛି ଆସି ଦେଖୁଛି ପାଣି ଏଇଠି ପତ୍ର ଗୁଡ଼ା ପଡ଼ିଛି ପାଣି ଯାଉନି ନାଖି ହେଉଛି ତଳେ ପାଣି ଗଳୁଛି ସବୁ ବର୍ଷା ଜଷ୍ଟ ଛାଡ଼ିଲା ମୁଁ ଉପରକୁ ଆଇଛି ଆଉ ଏଇ କଣଟା ଏବେ ଅଧିକ ପାଣି ଗଳୁଛି ଏଇ ଜାଗାଟା ଆମେ ଚାଉମିନ ଶିଖୁଛୁ ନା ଚାଉମିନ ଘର ଅଛି ଏଇଠି ପାଣି ଅଧିକ ଗଳୁଛି ପିଚୁ ପଡ଼ିଥିଲା ପିଚୁ ଗୁଡ଼ା କଣା ହେଇଗଲାଣି କାହିଁ ବଲ୍ ହଁ ଏଇଠି ପଡ଼ିଛି ଗୋଟେ ବଲ୍ ହଁ ଏଇ କଣଟା ହିଁ ପାଣି ଗଳୁଛି ଦଉଛି ବଲ୍ ସେ ବଲ୍ ମାଗୁଛନ୍ତି ନା ଦେଇଦେବ ଆମର ଏଇଠି ଗଛ ପତ୍ର ଅଛି ଏଇ ଜାଗାରେ ପାଣି ଅଧିକ ଗଳୁଛି ସେଇଠି ପାଣି ସେଇ ଜାଗା ୟା ତଳଟା ଚାଉମିନ ଶୁଖୁଛି ଆମର ପାଣି ଗପ ଗପ ହେଉଛି ଚାଉମିନ ଉପରେ ପଡ଼ୁଛି ଯେ ଚାଉମିନ ନଷ୍ଟ ହେଇଯାଉଛି ପିଚୁ ପକେଇଥିଲି ଯେ ପିଚୁ ଖରାରେ ପୁରା ତଲରିକି ପୁରା ପୁଣି କଣା ହେଇଛି ଆଉ ଥରେ ଆଣି ପିଚୁ ପକାଇବାକୁ ପଡ଼ିବ ଆଉ ପତ୍ର ରହିଛି ଏଇଠି ପାଣି ଜାମ୍ ହେଇକି ପାଣି ଗଳୁଛି କେତେ ବଲ୍ 6-7ଟା ଖଣ୍ଡେ ବଲ୍ ପଡ଼ିଛି ଉପରେ ତଳକୁ ପଳେଇବା ସେ ମଇଦା ଆମେ ଗୋଳେଇକି ରଖିକି ଆସିଥିଲି ଯିବା ଆମେ କାମ କରିବା ପାଗଟା ବଢ଼ିଆ ଦେଇଛି ବର୍ଷା ଉଠିଛି ବର୍ଷା ହେବ ବୋଧେ କିଏ ମାରିଥିଲା ଆଜି ସରୁ ପଥର ଏଇ ଆଉ ଏ ବଲ୍ ମାଗି ବଲ୍ ଦେବିନି ପଥର ମାରୁଛୁ କାହିଁକି ଆଜି ସବୁରେ ସବୁ ଯେତେବେଳେ କାମ କରୁଛୁ ସେତେବେଳେ ତମେ ପଥର ମାରୁଛ ଦୁଲଦାଲ କରିକି ହଁ ଆଜି ସବୁ ଦେଖିଲେ କ'ଣ କେତେ ପକେଇଛ ପଥର ମାରିକି ସବୁ ହଁ ଆଉ ପଥର ମାରିବୁ ୟା ପରେ ଯାଇକି ନଙ୍ଗଳା କରିକି ବାଡ଼େଇବି ତୋତେ ଆଉ ସେ ବଲ୍ ବି ଦେବିନି ଜାଣିଥିବୁ ନୁନୁ କାଟିକି ନେଇ ଆସିବି ହଉ ଦେଖିବା ଏ ତ ପଥର ମାର ବଲ୍ ଦେବିନି କିଛି ଦେବିନି ୟାପରେ ବର୍ଷା ପକେଇଲାନି ପଳେଇଯିବା ବର୍ଷା ପକେଇଲା ପୁଣି ଏବେ ସେ ପିଲାଗୁଡ଼ା ପଥର ବଲ୍ ମାରୁଛନ୍ତି ଦୁଲଦାଲ ମୁଁ କାମ କହୁଥିଲି ଆଜବେଷ୍ଟ ପାଣି ଗଳୁଛି ବୋଲି ଦେଖନ୍ତୁ ଏଇ ଜାଗାରେ ହିଁ ପାଣି ଗଳୁଛି ସେଇଥିପାଇଁ ଉପରୁ ଆଜବେଷ୍ଟ ଉପରକୁ ଯାଇଥିଲି ବସେଇଛି ଗୋଟେ ବାଲ୍ଟି ପାଣି ବୋହିକି ପଡ଼ୁଛି ଏଇ ଜାଗାରେ ହିଁ ଗଳୁଛି ପାଣିଟା ସେଇଆକୁ ଦେଖିବା ପାଇଁ ଯାଇଥିଲି କ'ଣ ଲୋ हाँ ये तो मामा तक मुंडिया के बजे ठाकुर शिवानी दे लाइन पड़े मु खाई दे पड़े करेंट पड़े सब छिंछत्र कर पकई एति भात अच्छे टोटाल हाँ
ମିକୁ ଲାଇନ୍ଟା ଯାଇଥିଲା ସକାଳେ ପୁଣି ଆସିଲା ପୁଣି ଲାଇନ୍ କରେଣ୍ଟ ପଳେଇଲାଣି ଏଇଟା ମଧ୍ୟ ମୁଁ ଖାଇଦେଇକି ପଳାଏ ଶୋଇଲା ବେଳକୁ 12ଟା 1 ବାଜିଯିବ ଆଉ କେତେବେଳେ ଆସିବି ପୁଣି ଆଉ ଖାଇହେବନି ହଁ 12ଟା 1 ବେଳକୁ ଖାଇଲା ବେଳକୁ ଦିପହର ଖାଇବାଟା ରହିଯାଉଛି। ଆଉ ଦେଫରା ବୋଧେ ହାଣ୍ଡି ସଫା ହେଇଗଲା ହାଣ୍ଡି ଭାତ ଖାଇଦେଲି ନା କି ଭଜା ଭାଜୁଛୁ କଲରା ଥିଲା ଆହୁରି 3 ଦିନ ହେଲା ଖାଲି କଲରା ଖାଉଛି। সেটা কଣ ପିଆଜ ନାହିଁ ରସୁଣ ନେଇଯାଅ ଦେ ପିଆଜ ଦେ ମୁଁ ପିଆଜ ନେଇ ଆସିବି ଗୋଟେ ମାଗିକି ଆଳୁ ମାଗିକି ଆଣିଛ ପୁଣି ପିଆଜ ହଁ କ'ଣ ହେଲା ମୁଁ କ'ଣ ଆଳୁ ମାଗିକି ଆଣିଛ ରସୁଣରେ ଏମିତି ଚଳେଇ ଦେଲେ ହଉ ପିଆଜ ତ ରସୁଣ ଖାଏ ପାଟି ଗନ୍ଧେଇବ ପିଆଜ ନ ଖାଉଛ ଯେ ପାଟି ଭାରି ବାସ୍ନା ହଉଛି ପିଆଜ ଖାଇଦେଲେ ଏମିତି ଏଇ ରସୁଣ ଖାଇଦେଲେ ଏମିତି ଗନ୍ଧି ଯାଉଛି ତମ ପାଟି ଭାରି ଭଲ ଜିନିଷ ଗୁଡ଼ା ଖାଉଥିଲ ତୋର ଉଦ୍ଦେଶ୍ୟଟା କ'ଣ ମୋତେ କହିସାର ତୋର ଉଦ୍ଦେଶ୍ୟଟା କ'ଣ ମୋତେ ବେଜିତ କରିବା ଉଦ୍ଦେଶ୍ୟଟା ଧର ରଖିଛୁ ନା କ'ଣ ଖଇନି ଖାଉଛ ପିଆଜ ନହେଲେ ପଖାଳ ଭାତ ଟେଷ୍ଟ ନାହିଁ ମାନେ ଛୁଟିଆରେ କାଟିକି ଦେଉଛି ତୋର ମୁଁ ଆଣିବା କହିଲି ମୁଁ କାଲି ରାତି ଯାଇଥିଲି ପିଆଜ ଆଳୁ କଥା କହିଲୁନି ମନେ ନାହିଁ ଏବେ ଖାଇବାକୁ ଦେଲା ବେଳକୁ କଷ୍ଟ ହେଉଛି କାହିଁ ତୋତେ ଅନଉଛୁ କ'ଣ ଯାଇଥିଲି କହିଲୁନି ପିଆଜ ରଖିଦେଉଛି ଏମିତି କହିଲି ଆଣିକି ଦେବି ତଳୁ ଲୋକ ଗୋଟେ ସ୍ୱାମୀ ଗୋଟେ ପିଆଜ ଖାଇବାକୁ ଦେଉନି ସ୍ୱାମୀ ଏଠି ଖଇନି କଳେ ହବ ଜାକି ଦେଇକି ଥୁ ହଉଛ ସବୁବେଳେ ଖଇନି ସଫଳ ସେସବୁ ଜିନିଷ ଖାଇଲେ ବଳ ଲାଗୁଛି ବଳ ଖଇନି ଶିଖିଲି କେଉଁଠି ଖାଇବା ତମରି ଘରେ ଶିଖିଲି ତମରି ଘରେ ରହିଲି ଯେମିତି ସେଇଠି ଶିଖିଲି ତମ ଜଙ୍ଗଲ ଗାଁରେ ରହିକି ଶିଖିଲି ଖଇନି କ'ଣ ଜାଣିନଥିଲି ଆମରି ଘରେ ଆଉ କାହା ଘରେ ତମ ଘରେ ମୂଳରୁ ଖଇନି ଖାଉଛ ମୂଳରୁ ନା କୋଉଠୁ ମୂଳରୁ ଏଇଠି ଥିଲୁ ତୁ ନିଜେ ଦେଖିଥିଲୁ ଖଇନି ଖାଉଥିଲି ଏଇଠି ହଁ କଥା କହୁଛୁ ମୁଁ ତମକୁ ଯେବେଠୁ ଦେଖିଛି ସେବେଠୁ ତମେ ଖଇନି ଖାଉ ମୁଁ ତ ସେପଟେ ପୁଡ଼ିଆ ଖାଉଥିଲି ନା ଖଇନି କହୁଥିଲି ତମ ଘରକୁ ଗଲି ତୁଫାନ ଏଠି ଦେଇଦେଲା ମୋତେ ଖଇନି ଖା ଶିଖେଇଦେଲା କଥା କହୁଛୁ ଏଠି କୁହନି ମୁଁ ତମକୁ ଯେବେଠୁ ଜାଣିଲି ସେବେଠୁ ତମେ ମୁଁ ଦେଖିଛି ଖଇନି ଖାଉ କ'ଣ ହେଲା ବି ତୋ ଚେଜର ଏମିତି ହଉଛି ମଝିରେ ତାର କ'ଣ ହଉଛି ଚାର୍ଜ ହେଇଯାଉଛି ନା ତାର ଥିବ ମଝିରେ ଚିଲେଇକି ତୁ କ'ଣ ଆସିକି ବସିଲୁ ନାଇଁ ବାବା ସିଟ୍ ଏଇଟା ମୋ ଉପରେ ବସିଗଲୁ ଆସିକି ହଁ ମୁଁ ଭାତ ଖାଇକି ଯିବି କାମ କରିବି କରେଣ୍ଟ ପଳେଇ ଆସିବ ମୁଁ ଖାଇବା ଗୁଇଁଠା ମାରନ୍ତି ଜୁଆର ଖାଇବା ଗୁଇଁଠା ମାରନ୍ତି ହଁ ଏ ଦେଖିଛି ମାନେ ଖାଇବାକୁ ଗୁଇଁଠା ମାରିଛି ଉଠୁ ମୁଁ ଯାହା ଖାଇକି ଯିବି ପଖାଳ କଲରା ଭଜା ଉଠ ତ ମାମା ତ ଏଇଆକୁ ପାଇଛି ସବୁବେଳେ ଭାଜି ଦେଉଛି ଚାଲ ଉଠୁ ହଁ ଲାଇନ୍ ଆସିଲେ ମୋତେ କହିବୁ ମିକୁ ଲାଇନ୍ ଆସିଲେ କହିବୁ ହେଲା ହଁ ସବୁ ତୁ ଜାଣିଛୁ ସବୁ କହିବୁ କ'ଣ ହେଇଛି ହାଣ୍ଡି ବାଟି ନେଇ ପଡ଼ିଲୁନି କ'ଣ ହଉ ତୋର କ'ଣ ଗଲା ମିକୁ ଯା ମା ପାଟି କରୁଛି ମୋତେ ପାଟି କଲି ଯାଇକି ଇଏ ଏମିତି ବୁହି ଖାଇବ ନେଇ ନଷ୍ଟ କରି ସବୁ ଏତେ ଆଗେ ମିକୁ ହଁ ତୁ ଯା ମୁଁ ଖାଇବି ଯା ତ ଦୁଷ୍ଟ ହନା ମୋ ସହିତ ଦୋକାନରୁ ତମେ ଆସି ଖୋଜୁ ତୁ ମୋତେ କହୁଛୁ ନା ତ ତ 10 ମିକୁର 10 ମୋ 10 ତୋର କ'ଣ ସୋୟା ଷ୍ଟିକ୍ ଆଣିବି
ହଉ ବେଶୀ ଅଧିକା ଖର୍ଚ୍ଚ ହବନି 10 ଟଙ୍କା ଖର୍ଚ୍ଚ ହବ ନା। ହଉ ଠିକ୍ ଅଛି। ହଉ ଆ। ସୋୟା ଷ୍ଟିକ୍ ଚୁଡ଼ା ଭଜା ତାର ସୋୟା ଷ୍ଟିକ୍ ଗୋଟେ ଆଉ କଣ ଗୋଟେ ଟିକେ ଆଣିବ ମୋର ଚୁଡ଼ା ଭଜା ହଁ ପଚି ନେଇ ଯା ତୁ ପକେଇଛୁ ଜଲ୍ଦି ଜଲ୍ଦି ଆଣିଛି ଯା ଯା ମୁଁ ଦୋକାନରୁ ଆସେ ଜଲ୍ଦି ଅଣ୍ଡା ନେଇକି ଆଇଲେ ରୋଷେଇ ହବ। ଦୋକାନ ଯାଉଛି ବାହାରିକି ମାଛ ପଛ ଛାଣୁନାହାନ୍ତି ଏଠି। ଦେଖି ଧରିକି ଆସୁ ରୋଷେଇ କର। ହଁ ଜଲ୍ଦି ଯାଉଛି ନେଇକି ଆଉଛ। କାମ କରୁଥିଲି କରେଣ୍ଟ ପଳେଇଲା ପଳେଇଲି ଖାଇବାକୁ ଉପରକୁ ଆଉ ଖାଇ ଦେଇକି ଆସିଲି। ଏବେ ଯାଇଛି ଶିବାନୀ କହିଲା ଅଣ୍ଡା ଆଣିବାକୁ ଯାଉଛି ଦୋକାନରୁ ଅଣ୍ଡା ଧରିକି ଆସିବି ଆଉ ଦୋକାନ ଯିବା ଅଣ୍ଡା ଦୁଇଟା ଧରିକି ଆସିବା ଆସିବା ରୋଷେଇ କରି ଆଜି ଶୁକ୍ରବାର ନା ଆଉ ଟାଇମ୍ ହେଲାନି ସକାଳେ ଏଠି କାମ କରୁଥିଲି ଆଇଁଷ ଆଣିପାରିଲିନି। ଏବେ ଯାଉଛି ଅଣ୍ଡା ଦୁଇଟା ଧରିକି ଆଇଲେ ଦୁଇ ଦିନ ପାଇଁ ହେଇଯିବ ଆଉ ଯିବା ଆଉ। ବର୍ଷା ହେଉଥିଲା ବର୍ଷା ଛାଡ଼ିଗଲା ଏବେ ଖରା ଦେଖାଉଛି ଜାଣିଥିବ ଖରା ବର୍ଷା ଛାଡ଼ିଯାଇ ହଠାତ୍ ଖରା କେମିତି ଲାଗିବ ଦେହ ତ ମାନେ फुटी जो लगा लाଗୁଛି ମୋତେ। मेरा मतलब है कि जोरा साम्राज्य का हमारा ये सफर कोई पुओ ପାଇଁ ଆଉ ଶିବାନୀ ପାଇଁ ନେଇକି ଯାଉଛି ଦେଖ କରେଣ୍ଟ ଆସିଲାଣି ପଳେଇବା ଜଲ୍ଦି ଜଲ୍ଦି ଯିବା ମଇଦା ନଷ୍ଟ ହେଇଯିବ ସିଆଡ଼େ ଯାଇକି ମେସିନ୍ ଚଲେଇବା। ଗେଟ୍ ପାଖରେ ଆସି ପହଞ୍ଚିଲେଣି ଶିବାନୀ ଫଟାଫଟ ଅଣ୍ଡା ଫଣ୍ଡା ଦେଇକି ଆସିକି ମେସିନ୍ ଚଲେଇବା। କରେଣ୍ଟ ପଳେଇ ଆସିଲା କରେଣ୍ଟ ଆସିଗଲା ମାନେ ଅଣ୍ଡା ଫଣ୍ଡା ତ ପଞ୍ଜାବୀ ତଡ଼କା ସୋୟା ଶିଖିଲାନି ସେ ପଞ୍ଜାବ ତଡ଼କା ନେଇଯାଇଛି ଏକା କଥା ସୋୟା ଶିଖି ପଞ୍ଜାବ ତଡ଼କା ସେ ନୁହେଁ। ଏଇଟା ଟିକେ କଣ କହିଲ ଲାଗୁଛି ଖଟା ମିଠା ସେଇଟା ମାନେ ଯେମିତି ଲାଗେ ଖାଲି ଯେମିତି ଲାଗେ। ଅଣ୍ଡା 7 ଟଙ୍କା ଆଣିଛି 7 ଟଙ୍କା 50 ଟଙ୍କା ଆଣିଲା। ଏଇନେ ଧର 20 ଟଙ୍କା ବଳିଲା ଲାଷ୍ଟକୁ ଏଇଟା କଣ ଖଟା ପିଠା ଲାଗୁଛି ନା ସେ ମତେ ଭଲ ପାଉନି ଆରଟା ଖଟା ଲାଗୁଛି। ସନ୍ଧ୍ୟା କରି ନେଇ ଆସିବି ତାର ଥିଲାନି ଦୋକାନ ଅଣ୍ଡା ଦୋକାନ ବନ୍ଦ ମୁଁ ଆଉ ଜଣଙ୍କ ପାଖରୁ ଧରିକି ଆଇନି ଅଣ୍ଡା। ହଁ 7 ଟଙ୍କା ଅଣ୍ଡା 6 ଟଙ୍କା ନେଇଥିଲା ସେ ଆରଥର ଏଥର ବଢ଼ିଯାଇଛି 7 ଟଙ୍କା ହେଇଛି ବଡ଼ ବେଳେ ସେ ଆଣିବେ ନା ଆଉ ଆମର ଟ୍ରେଟେ ଆଣିବ ବଡ଼ ତୁ ଗାଁକୁ ତ ଯିବୁ ଟ୍ରେ ଆଣି କ'ଣ ଏଠି କ'ଣ ବିଲେଇକି ଖାଇବୁ ଏବେ ନୁହଁ କ'ଣ ଖାଉଛୁ ଲୋ ମିକୁଲୁ କ'ଣ ଖାଉଛୁ ମୁଢି ଚିନି ଗୋଳେଇକି ତୁ କ'ଣ ଖାଉଛୁ କ'ଣ କହୁଛି ମୁଢି ଆଉ ଚିନି ଗୋଳେଇକି ଖାଉଛି ହଁ ମୁଢ଼ି ଖାଉଛୁ ହଁ ମୁଢ଼ି କହିଲୁ ନାଇଁ ତାକୁ ପଚାର କ'ଣ ଖାଉଛି ସେ କହିବ। କ'ଣ ଖାଉଛୁ ମେ ଖାଉଛୁ ମୁଢ଼ି ମିକୁ କ'ଣ ଖାଉଛୁ ସେ ମୁଇଁ କହୁଛି ମୁଇଁ ଖାଉଛି ସେ ତା ପାଟି ମେ ଖାଉଛି କହୁଛି ହଁ ମେ କୋଉଠି କହୁଛି ମୁଇଁ ଖାଉଛି ତା ପାଟି କ୍ଲିୟର କ'ଣ ଫିଟିଲାଣି ସେ କହିବ ତ ମୁଁ କ୍ଲିୟର କରିବି ସେ କହୁଛି ମୁଇଁ ଖାଉଛି ମୁଇଁ ନା କ'ଣ ଖାଉଛୁ କହିବ ସେ ମିକୁ କ'ଣ ଖାଉଛୁ ମିକୁ ପଇସା ତାହେଲେ ଏଇଠି ରଖୁଛୁ ନା ମିକୁ କ'ଣ ଖାଉଛୁ କ'ଣ ଖାଉଛୁ ମୁଢି କହିଦେ ମୁଢି ଖାଉଛି ହଁ ତୁ ପାଠ ବସୁଛୁ ମେ ଖାଉଛି ମୋତେ ମେ ଶୁଭୁଛି ତମକୁ ମେ ଶୁଭୁଛି ସେ କିନ୍ତୁ ମୁଇଁ ଖାଉଛି କହୁଛି। ଭୋକ ଲାଗିଲାନି ତୋତେ ଭୋକ ଲାଗିଲାନି ଆଉ ଭାତ ଖାଇବୁ ଭାତ ଖାଇଦେବୁନୁ ହେଇନି କହିଦେ ଭାତ ହେଇନି କହିଦେ ଗୋଟେ ଭାତ ନାହିଁ ଭାତ ଖାଇବନି ସେ କହୁଛି ମୁଁ ମୁଢି ଖାଇଛି ଭାତ ଖାଇବନି ହଁ ମୁଁ ଯାଏ କାମ କରିବି ତମେ ଗପିଲେ ଲାଭ ନାହିଁ ଏଠି ଉଠ ବାର ଛାଡ଼େ ତମେ ତ ହାତୀ ଭଳିଆ ଲୋକଟା ହେଇଛ ତମ ବାଟ ଛାଡ଼ିବ ବାଟ ତମ ଜାଗା ହଉନି। ତମେ ଆସିଥିଲି ଗୋଟେ କାମରେ କିନ୍ତୁ ଆସିକି କରିଛି ଆଉ ଗୋଟେ କାମ ଏଠି ଆସିଥିଲି ବାବୁଙ୍କୁ ଚାଉମିନ ଦେବାକୁ ଚାଉମିନ ଦେଲି ଦେଇସାରିକି ତାପରେ ତାଙ୍କର ସବୁ ଏଠି ଅଳିଆ ମଳିଆ ପଡ଼ିଛି ତାଙ୍କର ପିଲା ଅଛି ଯେ କିନ୍ତୁ ସେ ମିଲ୍କ ମେଡ଼ କାର୍ଟୁନ୍ ଗୁଡ଼ା ହେଇଛି ସେ ତାଙ୍କର ତଳେ ସାଇଜ୍କୁ ରଖୁଛନ୍ତି ଆଉ ମୁଁ ଏଠି ମୋତେ ପଠେଇଛନ୍ତି ମୁଁ ଏଇଟା ଟିକେ ସାଇଜ୍କୁ ରଖିକି ବାଟ ପୁରା ବନ୍ଦ ହେଇଯାଇଛି ନା ଏଇଟା ହେଲା ଦୁଆର ମୋ ଦୁଆର ଟୋଟାଲ୍ ସବୁ ବନ୍ଦ ଆସିବ ବୋଲି ଏଇଟା ଟିକେ ସାଇଜ୍ ଫିଜ୍ କରିଦେଇକି ଯାହା ଚାଉମିନ ଆଣିଛି ବାବୁଙ୍କୁ କହିଦେଇକି ତା ଯିବି ଆଉ ସେଠି ଟିକୁ ଭାଇ ତାଙ୍କର ସେଠି ଚାଉମିନ ସିଝଉଥିଲେ ଗଲେ ତାକୁ ଚାଉମିନ କାଢ଼ିକି ତାକୁ ଫୋଲ୍ଡିଂ କରିବି ଆଉ ତା ବହୁତ ମାଲ ପଡ଼ିଛି ଦେଖୁଛି କେତେ ମାଲ ଗଦା ହେଇଛି ବଡ଼ି ଫଡ଼ି ଘିଅ ମିଶ୍ରି ଫିଶ୍ରି କେତେ କ'ଣ ଦେଖନ୍ତୁ କେତେ କ'ଣ ପଡ଼ିଛି ଗଦା ହେଇଛି ପୁରା ବାଟ ବନ୍ଦ ବଡ଼ି ମିଶ୍ରି ପୁରା ତେଲ ରାଶି ତେଲ ଜଡ଼ା ତେଲ ମଶାବତୀ କିଲିଖିଆ ମିଶ୍ରି ତେଲ ଘିଅ ଏପଟେ ସବୁ କ'ଣ ବଡ଼ି ସବୁ କେତେ କ'ଣ ପଡ଼ିଛି ଠିକ୍ ନାହିଁ ଏଇଟା ସବୁ ଟିକେ ସାଇଜ୍ କରିଦେବି ସାଇଜ୍ କରିଦେଇକି ତା ଯିବି ଆଉ
ଏସବୁ କେତେ ନଷ୍ଟ ପଡ଼ିକି ନଷ୍ଟ ହେଇ ଦେଖୁନାହାନ୍ତି ମଶାବତୀ ଗୁଡ଼ାକ ବି ନଷ୍ଟ ଏଇଟା ବଡ଼ି ବିରି ବଡ଼ି ଗୁଡ଼ାକ ଏଠି ଏଠି ସବୁ ପଡ଼ିଛି ସବୁ ଇଏ ଏଇଟା ସବୁ ଏସବୁ କରି ରିଟର୍ନ ଯିବ ବୋଧେ କମ୍ପାନୀ ସବୁ ଯିବ ବୋଧେ ରଖା ହେଇଛି ଆଉ ଚାଉମିନ ଏଠି ପଡ଼ିଛି ଦେଖନ୍ତୁ କେତେ ଗଦା ହେଇଛି ଗୋଦାମ ନା ଗୋଦାମ ସବୁ କାର୍ଟୁନ ଧରିବା ସବୁ ଆଉଛି ମେଚା ମେଚା ଆଉ ଏଇ ଯେଉଁ ବାବୁଙ୍କ ଗୋଦାମ ଅଛି ଗୋଟିଏ ପିଲା ଅଛି ସେ ତଳେ ସାଇଜ୍ ସୁଇଚ୍ କରିଛି ଆଉ ମୋତେ କହିଲେ ମୁଁ ଟିକେ ପଳେଇନି ଉପରକୁ ସାଇଜ୍ କରିବାକୁ ଆଉ ସାଇଜ୍ ସୁଇଚ୍ କରିଦେବା ଆଉ ଏଇଟା 20 କିଲୋ ବଡ଼ି ଗୁଡ଼ାକ ଫ୍ୟାନ୍ କହିଲି ଫ୍ୟାନ୍ ଦେଇଦେଲେ ଫ୍ୟାନ୍ ଚାଲିଛି ଆରାମରେ ଟିକେ ସାଇଜ୍ ସୁଇଚ୍ କରିଦେଇ ତାର ଯିବି ଆଉ ତାପରେ ଏ ବାହାର ଗୋଦାମ ମକା ଚିପ୍ସ ଗୁଡ଼ାକ ରହିଛି ସବୁ କାର୍ଟୁନ ବାହାରେ ଏବେ ଯିବା ଆଉ ସାଇଜ୍ ସୁଇଚ୍ କରିଦେଇ ଯିବା ଏଇଟା ତୁଳାବତୀ ବସ୍ତାଟା ସବୁ ପ୍ରକାର ଜିନିଷ ଏଠି ଅଛି ମିଳିବ ଗୋଦାମ ନା ସବୁ ପ୍ରକାର ଏଠି ଯେହେତୁ ସବୁ ମିଳିବ ବସ୍ତା ଗୁଡ଼ା 20 କିଲୋ ବସ୍ତା ସବୁ 20 କିଲୋ ଏଇଗୁଡ଼ାକ 6 କିଲୋ ଆଉ ଦୁଇଟା ରହିଲା ପକେଇଦେବା ଶେଷ ଏବେ ଟିକେ ସାଇଜ୍ କରିଦେବା नाड़ी बस्ता होगा जस्ट नाड़ी बस्ता थोड़ा रेडी रेडी है पूरा फाँका अच्छे शुक्रवार अच्छे पूरा फाँका अच्छे बुलाओ आसते गोटे बड़ी 20 किलो बड़ी नहीं पलैबी आईकि सीधा कंपानी पलैबी 20 किलो बड़ी गोटे नहीं जावा फाँका ये मत जा 15 मिनट लगे आज पूरा फाँका बहुत खटी देली ठंडा पिया आई दुकानी ना दुकान खोला अच्छी दुकान ना पलैबा आगर कौट नहीं पलैबा ठंडा गोटे शोष लगे